ଯେତେବେଳେ ମଣିଷ ଚୋରି କରି ବସେ ବା କିଛି ଭୁଲ କାମ କରି ବସେ ଆଉ ସେଥିରେ ସେ ସଫଳ ହୋଇଯାଏ, ସତରେ ତାକୁ ଭାରି ଖୁସି ଲାଗେ ନା? ପୁଣି ଯେତେବେଳେ ସେଇ ମଣିଷ ଚୋରି କରି କିଛି ଦଣ୍ଡବିଧାନର ଶିକାର ହୁଏ, ଭାରି ଦୁଃଖ ଲାଗେ ତାକୁ। ଠାକୁରଙ୍କର ଆଶ୍ରୟ ନିଏ କି ଠାକୁରେ ଏଇଥରକ କ୍ଷମା କରିଦିଅ, ଆଉ ଜୀବନରେ କେବେ ବି ଭୁଲ କରିବିନି, ଛାଡ଼ି ଦିଅନ୍ତୁ ମୋତେ। ଏମିତି କେତେ କାକୁତି ମିନତି ହୁଏ ନା? ହଁ, ସେମିତି ଏକ ଘଟଣା ଘଟିଥିଲା ବିଜୟ ସହିତ। ମହାପ୍ରଭୁ ହାତ ଗୋଡ଼ ଦେଲା, ବୁଦ୍ଧି ମଧ୍ୟ ଦେଲା, ହେଲେ ସବୁବେଳେ ଲିପ୍ତ ରୁହେ ଚୋରି କରିବାରେ। ପରିବାର ପୋଷିବା ପାଇଁ ବାପା ବୋଉ ଆଉ ସ୍ତ୍ରୀ ଗାଳିଗୁଲଜ କରନ୍ତି, ନୀତି କୁହନ୍ତି, କିରେ କାମଧନ୍ଦା କରୁନୁ, ପେଟ ପୋଷିବୁ, ମରଦ ପୁଅ ହେଇ ଚୋରି ଚାରିରେ କିଆଁ ରହୁଛୁ? ତାକୁ କିଛି ବି ଫରକ ପଡ଼େନି, ଯୋଉ କଥାକୁ ପୁଣି ସେଇ କଥା। ଚୋରି ଚାରା କରେ, ମାଡ଼ ଗାଳି ଖାଏ, ବାପା ଯାଇ ଦରବାରରେ ବସନ୍ତି। ସେ ବି କୁହନ୍ତି, ତୋରି ପାଇଁ ମୋ ମୁଣ୍ଡ ଆଜି ତଳକୁ। କେଡ଼େ କୁଳାଙ୍ଗାରଟାଏ ତୁମ, ମରିଯାଇଥିଲେ ଭଲ ହୋଇଥାନ୍ତା। ବାପାଙ୍କର ଏଇ କଥା ଶୁଣି ରାଗ ଲାଗେ ବିଜୟକୁ, ତଥାପି ସେବା କରିବ କ'ଣ? ସ୍ୱଭାବ ଛାଡ଼ୁଛି କୋଉଠୁ? ଯିଏ ଥରେ ଭୁଲ କାମରେ ପାଦ ଦେଇ ବସେ ତାକୁ ଛାଡ଼ିବା କଷ୍ଟ ହୁଏ। ରାତି ବଢ଼ୁଥାଏ, ଝିଙ୍କାରୀର ଝିଁ ଝିଁ ଶବ୍ଦ ମଧ୍ୟ ଶୁଭୁଥାଏ, ଚାରିଆଡ଼ ଖାଁ ଖାଁ ଲାଗୁଥାଏ। ମଝିରେ ମଝିରେ ବିଲୁଆ କୁକୁରଙ୍କର ପାଟି ମଧ୍ୟ ଶୁଭୁଥାଏ। କିଏ କୁଆଡ଼େ ଶୋଇଗଲେଣି। ବିଜୟର ଲକ୍ଷ୍ୟ ପଡ଼ିଥିଲା ଜମିଦାର ବାବୁଙ୍କର ସେଇ ଅମାର ଉପରେ। ବୋଧେ କିଏ ଜଗିଥିବ କି ନାହିଁ, ଏଇ କଥା ଭାବି ସିନ୍ଧି କରି ପଶିଲା। କେତେ କ'ଣ ଜିନିଷ ନେବ ବୋଲି ଆଶା ମଧ୍ୟ ରଖିଥିଲା। ଧାନ, ମୁଗ, ବିରି, କୋଳଥ। ପଶି ତ ଯାଇଛି, ଦି ଚାରି ଗଣି ଚୋରି କରିଛି କି ନାହିଁ, ଖସ ଖସ ଶବ୍ଦ ଶୁଣି ଧାଇଁ ଆସିଲା ମଧୁଆ, ଯିଏକି ଜମିଦାର ବାବୁଙ୍କର ଜଗୁଆଳି। ଦୀର୍ଘ 5 ହାତ ମର୍ତ୍ତ, ବାହି ଗୋଟା ଗୋଟା କଦଳୀ ପେଣ୍ଡା ପରି। ଏକା ମୁଥାକେ ଜୀବନ ନେଇଯିବ ସେ। ମାଡ଼ି ବସିଲା ପଛପଟୁ। ବିଜୟ କିଛି କହିବା ପୂର୍ବରୁ ଦି ଚାରି ଖୁନ୍ଦା ଦେଇଛି। ବିଜୟ ଏକାଥର ମୋଡ଼ି ମାଡ଼ି ହେଇ ବସିଲା। ଧାଁ ଯାଇ ଡାକ ପକେଇଲା ସେଇ ଜମିଦାରଙ୍କୁ। ତା ପୂର୍ବରୁ ବାନ୍ଧି ଦେଇଥିଲା ମଝି ଖୁଣ୍ଟରେ। ଆଉ ଜମିଦାର ବାବୁ ଭାରି ରାଗି ଲୋକ। ଅସୁରକ୍ଷା ଆଖିରେ ଯାହା ଉପରେ ଆଖି ପଡ଼ିଛି ନା, ତାର ଜୀବନ ଯାଏ। କେତେବେଳେ ହାତ ନହେଲେ ଗୋଡ଼ କାଟି ପକାଏ ସବୁ। ଜମିଦାରୀ ପ୍ରଥାରେ ଆଗରେ ଥାନ୍ତି ସେ। ଲୋକମାନେ ମାନନ୍ତି ତାଙ୍କୁ, କିନ୍ତୁ ତାଙ୍କ ଆଗରେ ଦଣ୍ଡବିଧାନର କିଛି ବି କୋହଳ ନଥାଏ। କେତେବେଳେ କାହାକୁ ଦଣ୍ଡ ଦେଇ ବସନ୍ତି ସେ ନିଜେ ମଧ୍ୟ ଜାଣନ୍ତିନି। ଆଉ ଦଣ୍ଡ ପାଉଥିବା ଲୋକର ଆକୁଳ ଚିତ୍କାର, ଭୀମାରଡ଼ି ଆଉ କାକୁତି ମିନତି ଦେଖି ଖୁସି ଲାଗେ ଜମିଦାରକୁ। ଅସୁରକ୍ଷା ଲୋକଟା ନା। ଧାଇଁ ଆସି ଦେଖନ୍ତି ତ ସେଇ କୁଳାଙ୍ଗାର ବିଜୟ ବନ୍ଧା ହୋଇଛି ମଝି ଖୁଣ୍ଟରେ। କିରେ ଏଡ଼େ ବହପତର, ଯାହାର ଘରକୁ ଅନେଇବା ପାଇଁ ଲୋକଙ୍କର ଆଖି ପାଏନି, ତୁ ତାର ଘରେ ବସି ପୁଣି ଚୋରି କରୁଛୁ? ଛାଡ଼ିବିନି ତୋତେ ଆଜି, ମାରୁ ମାରୁ ଜୀବନରୁ ମାରିଦେବି। କୁଆଡ଼େ ଗଲା ମୋ ବାଡ଼ି? ଏତିକି ବେଳେ ମଧୁଆ ପୁଣି କହୁଥାଏ, ହେଇତି ଶାନ୍ତେ ଆଜ୍ଞା, କଥାଟିଏ କହିବି। ରଖିବେ ମୋର? ଚୁଚୁନ୍ଦରାକୁ ମାରିଲେ ହାତ ଗନ୍ଧେଇବ, ସେ ଆପେ ମରିଯିବନି? କିରେ କ'ଣ କହୁଛୁ? ରାଗ ଟାଇମ୍ଟା, କିଛି ବି କହନି, ବିଗାଡ଼ିନି ମୋତେ। ଶାନ୍ତେ, ମୁଁ କ'ଣ କହୁଥିଲି କି, ତେମେ ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ ବୋଧେ ସତ ହେବାକୁ ଯାଉଛି। ସ୍ୱପ୍ନ? କି ସ୍ୱପ୍ନ ପୁଣି? ଆର ଗାଁ ଜମିଦାର ସାଙ୍ଗରେ ତମର ପୁରା ମୂଲ ହେଇଥିଲା, ଆଉ ତମେ ତାଙ୍କଠାରୁ କେଇ ହାତ ପଛରେ ଅଛ। ଏବେ ସୁଯୋଗଟିଏ ମିଳିଛି ଉପରକୁ ବଢ଼ିବା ପାଇଁ। କିରେ କେମିତି? ଆସିଲା ବେଳେ ଗାଁ ମୁଣ୍ଡ ଦିଅଙ୍କ ଉପରେ ଲକ୍ଷ୍ୟ ପଡ଼ିଥିଲା। ତାଙ୍କୁ କେତେ ହୀରା ନୀଳା ମିଳିଛି, ଆଉ ତା ସାଙ୍ଗକୁ ସୁନା ଗହଣା। ଯଦି ସେତକ ହାତେଇ ନିଅନ୍ତ ନା, କଥା ସରିଲା। କିରେ ଭଲ କଥାଟାଏ କହିଛୁ, ହେଲେ ପାରିବ ବା କିଏ? କିଏ ଆଉ ପାରିବ? ଏ ବିଜୟକୁ ପଠଉନା, ଏଇଟା ତ ଚୋରି କରି ସାରିଛି। ତା ଛଡ଼ା ତମେ ତାକୁ ଦଣ୍ଡ ବି ଦଅନ୍ତ। ମୁଁ କ'ଣ କହୁଥିଲି କି, ତାକୁ ଯଦି ଆଗକୁ ପଠେଇ ଦିଅନ୍ତ, କଥା ସରିଲା। ମଧୁଆର କଥା ଶୁଣି ଲୋଭରେ ପଡ଼ିଗଲେ ଜମିଦାର। ତାଙ୍କର ସେ ଅସୁରକ୍ଷା ଆଖିଟା ଏଥର ପଡ଼ିଲା ବିଜୟ ଉପରେ। ପାରିବୁରେ? ସେ କିଛି ବୁଝିପାରୁନଥାଏ କ'ଣ ଏମାନେ ଟୁପୁର ଟାପର ହେଉଛନ୍ତି। ବାବୁ ଯାଇ କହୁଥାନ୍ତି, ଶୁଣ, ଯଦି ବଞ୍ଚିବାର ଅଛି ଗୋଟେ କାମ କରିବୁ, ଗାଁ ମୁଣ୍ଡ ମନ୍ଦିରକୁ ଯିବୁ, ଆଉ ସେଇଠି ଯେଉଁ ଠାକୁର ଅଛନ୍ତି ଚୁପଚାପ ଚୋରେଇ ଆଣି ମୋତେ ଦେବୁ। ବିଜୟ ଯେତେବେଳେ ଏ କଥା ଶୁଣିଛି ଭାରି ଭୟ ଲାଗିଲା ତାକୁ। କାହିଁକି ନା ସେ ଜାଣିଛି ଚୋରେଇ ଆଣିବି ସତ, ଆଉ ଯଦି ଧରା ପଡ଼ିବି ଗାଁ ଲୋକମାନେ ଜୀବନ ନେଇଯିବେ। ଶାନ୍ତେ
ପାରିବିନି ଆଜ୍ଞା। ଆଉ ଯାହା ପଛେ କୁହନ୍ତୁ। କିରେ, ତୋ ଠାରୁ ତ ବଡ଼ ଚୋର ଏଇ ସଂସାରରେ ନାହିଁ। ଆଖି ପଲକରେ ଝାମ୍ପି ନଉ ଜିନିଷ। ପାରିବୁନୁ କିଆ? କାଠର ଠାକୁରଟାଏ, ସେ ପୁଣି ତୋର କ'ଣ କରିବ? ନାଇଁ ଯେ ଗାଁ ଲୋକ। କିରେ, ଏଡ଼େ ବଡ଼ ରାତିଟାରେ କୋଉ ଲୋକଟା ଚେଇଁଥବ? ଖାଇ ପିଇ ତ ସବୁ ନିଦେ ଯାଇଛନ୍ତି। ଆଉ ଯଦି ନ ଆଣିବୁ ନା, ସାଆନ୍ତଙ୍କୁ ଦେଖୁଛୁ ତ, ହାତ ଗୋଡ଼ କାଟିଦେବେ ଯେ। ଭାରି ଭୟ ଲାଗିଲା ସେଦିନ। ମନେ ପଡ଼ିଗଲା ଘରେ ତାର ସ୍ତ୍ରୀ, ଛୋଟ ଝିଅ ଆଉ ବାପା ବୋଉଙ୍କ କଥା। ଯଦି ମୁଁ ମରିଯାଏ ତାଙ୍କ ମୁହଁରେ ଆହାର ଦବ ବାକି। ଏଇ କଥାରେ ଭୟ ହୋଇ ରାଜି ହେଇଗଲା ସେଦିନ। ଆଉ ସାଆନ୍ତେ ବି ଭାରି ଖୁସି, କାହିଁ କେତେ ଦିନରୁ ଦେଖିଥିବା ସ୍ୱପ୍ନଟା ସତ ହେବାକୁ ଯାଉଛି। ଭାରି ଧନୀ ହେଇଯିବି, ଲକ୍ଷ ଲକ୍ଷ ଟଙ୍କାର ମାଲିକ। ସମସ୍ତେ ବାବୁ ବୋଲି ଡାକିବେ। ଆହୁରି ନାଁ ବଢ଼ିଯିବ। ଚାରିଖଣ୍ଡ ମୌଜାରେ ଏକଇ ଧନୀ। ସାଆନ୍ତେ ଆହୁରି କହୁଥାନ୍ତି, ଯା ଠାକୁରଟା ଚୋରେଇ ଆଣ, ତୋ କଥା ମୁଁ ବୁଝିବି। ଯାହା ମାଗିବୁ ଦେବି। ଆଉ ମନେ ରଖ, ଯଦି ବି ଅକସ୍ମାତ ଧରା ପଡ଼ିଲୁ, ମୋ ନାଁ ଯେମିତି ନ ନେବୁ। ଆଉ ଯଦି ନେଇଥିବୁ ନା, ତୁ ତ ଜାଣିଥିବୁ ମୁଁ କେମିତିକା ଲୋକ। ତା ଛଡ଼ା ତୁ ତ ମୋ ଘରୁ ଚୋରି କରିଛୁ, ଏମିତିରେ ବି ଦଣ୍ଡ ପାଇବା ଯୋଗ୍ୟ ତୁ। ହାତ ଯୋଡ଼ି ଦେଇ ସାଆନ୍ତଙ୍କ ଆଗରେ କହୁଥାଏ, ଆପଣଙ୍କ କଥା ରହିବ ଆଜ୍ଞା। ସେମିତି କିଛି ବି ହେବାକୁ ଦେବିନି। ଆସୁଛି ଏବେ। ତାର ନିଘା କରିବା ପାଇଁ ପଛରେ ମଧୁଆ ମଧ୍ୟ ଗଲା। ଏପଟେ ବିଜୟର ଆସିବା ଡେରି ଦେଖି ସ୍ତ୍ରୀର ମନ ବୁଝୁ ନଥାଏ। ସେ ମନେ ମନେ ଭାବୁଥାଏ, ବୋଧେ କିଛି ଅସୁବିଧାରେ ପଡ଼ିଛନ୍ତି ଏ ଲୋକ। କେତେଥର ବୁଝେଇଲେଣି, ବୁଝୁନାହାନ୍ତି। ସବୁବେଳେ ସେଇ ଚୋରି, ଡକାୟତି, ମାଡ଼ବଳ। ଠାକୁରେ, ତାଙ୍କୁ ଟିକେ ବାଟକୁ ଆଣିଲେ ହୁଅନ୍ତାନି। ମହାପ୍ରଭୁଙ୍କ ଫଟୋକୁ ଚାହିଁ ହାତ ଯୋଡ଼ି ଦେଇ ସେଦିନ ସେଇ ମାଆଟି କାକୁତି ମିନତି ହେଲା କଳାମଣି ମାଙ୍କ ଆଗରେ। କେତେ କେତେ ଖରାପ ଲୋକଙ୍କୁ ଭଲ କରିଦେଉଛନ୍ତି ଆପଣ। ଆଙ୍କୁ ଟିକେ ବାଟକୁ ଆଣିଲେ ହୁଅନ୍ତାନି। ଯେତେବେଳେ ନିଜର ଲୋକର କିଛି ଅସୁବିଧା ହୁଏ ବା କିଛି ଅସୁବିଧାରେ ପଡ଼ନ୍ତି, ସତରେ ସମସ୍ତଙ୍କୁ ସେମିତି ହିଁ ଲାଗେ। ସେଦିନ ସେ ମାଆଟିକୁ ମଧ୍ୟ ସେମିତି ଲାଗିଥିଲା। ମନ ଜମା ବି ବୁଝିଲାନି। ପୁଣି ହାତ ଯୋଡ଼ି ଦେଇ କହୁଥାନ୍ତି, ସାଆନ୍ତେ, ମୋ ସିନ୍ଦୁର ତୁମକୁ ଲାଗିଲା। ପାପ ଛୁଉଁଥାଏ ମନକୁ, କାଳେ କ'ଣ ହେଇନି ତ। କିନ୍ତୁ ଏପଟେ ସ୍ୱାମୀଙ୍କୁ ଦେଖ ତାର। ଠାକୁରଙ୍କୁ ଚୋରି କରିବା ପାଇଁ ମଧ୍ୟ ପଛେଇଲାନି ସେଦିନ। ସମସ୍ତେ ନିଦ ଯାଇ ଛାଡ଼ିଥିଲେ। ସେଇ କିଟମିଟ ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି ବିଜୟ ଥର ପଶିଲା ମନ୍ଦିରର ଦ୍ୱାର ଭିତରକୁ। ଦୂରରୁ ଥାଇ ସବୁ ଦେଖୁଥାଏ ମଧୁଆ। ଭାରି ଖୁସି ସେ। ହାତରେ ଏଥର ମୋଟା ଅଙ୍କର ଟଙ୍କାଟିଏ ପଡ଼ିବ, ଯେହେତୁ ଯୋଜନାଟା କେବଳ ତାରି ହିଁ ଥିଲା। ହେଲେ ବିଜୟ ଯେତେବେଳେ ଦ୍ୱାର ଭିତରକୁ ପ୍ରବେଶ କରିଛି, ସବୁଦିନେ ଯେତେବେଳେ ଚୋରି କରେ ନା, ତରତର ହେଇ ଚୋରି କରି ଆସେ। କାହିଁକି କେଜାଣି ତାକୁ ସେଦିନ ଭାରି ଶାନ୍ତ ଅନୁଭବ ହେଲା। ସେ ପରିବେଶଟା ଅନ୍ଧାରରେ କିଛି ବି ଦିଶୁନଥାଏ। କୁଆଡ଼ୁ କେଜାଣି ଛାୟା ଲୋଟିଏ ପଡ଼ିଲା ସେଇ ମହାପ୍ରଭୁଙ୍କ ଉପରେ। ମହାପ୍ରଭୁଙ୍କର ସେଇ ଚକାଚକା ଆଖି ଦୁଇଟାକୁ ଦେଖି ବିଜୟ ଲାଖି ରହିଲା ସେଇଠି। ଆଉ କୁଆଡ଼େ ବି ଚାହିଁବାକୁ ଇଚ୍ଛା ହେଲାନି ତାର। କାହିଁକି କେଜାଣି ସେଇ ନିରୀହ ସରଳ ମୁହଁକୁ ଦେଖି ସ୍ଥାଣୁ ପାଲଟିଗଲା ବିଜୟ। ସତରେ ମଣିମା, କେବେ ତୁମ ପାଖକୁ ମୁଁ ଆସିନି, ଆଜି ମୋତେ କାହିଁକି ଏମିତି ଅନୁଭବ ହେଉଛି? ଚୋର ଟାଇମ୍, ଖଣ୍ଟ ଟାଇମ୍, ଠକ ଟାଇମ୍ ତୁମ ପାଖକୁ ନା କେବେ ଆସିଛି ନା ତୁମକୁ ଦେଖିଛି କେବେ। ସତରେ ମଣିମା, ତୁମେ କେଡ଼େ ସୁନ୍ଦର। ଆଉ ତୁମର ସେଇ ନାଲି ଅଧର ଓଠର ହସ, ସେ ମଧ୍ୟ ଆହୁରି ସୁନ୍ଦର। ସତରେ ତମେ କ'ଣ ତମ ଚକା ଆଖିରେ ସବୁ କିଛି ଦେଖିପାରୁଛ? ମନକୁ ଅନେକ ପ୍ରଶ୍ନ ଆସିଲା ସେଦିନ। ସେ ମଧ୍ୟ ଆଶ୍ଚର୍ଯ୍ୟ ହେଉଥାଏ, ଯିଏ ଚୋରି କରିବାକୁ ଆସିଛି ସେ ମହାପ୍ରଭୁଙ୍କୁ ଏତେ ପ୍ରଶ୍ନ ପଚାରୁଛି କାହିଁକି? ହଁ ଆଜ୍ଞା, ସେ ଦିଅଁ ହିଁ ସେମିତିକା। ତାଙ୍କ ପାଖରେ ଅସମ୍ଭବ ସମ୍ଭବ ହେବା କିଛି ବି ବଡ଼ କଥା ନୁହେଁ। ଆଉ ତାଙ୍କର ସେ ନାଲି ଓଠର ହସ ଆଉ ଚକାଚକା ଆଖି ଦେଖିଲେ କିଏ ବା ତାଙ୍କ ପ୍ରେମରେ ନ ପଡ଼ିବ? ଏପଟେ କିନ୍ତୁ ମଧୁଆ ଭାବୁଥାଏ, ବିଜୟ ଆଜି ସବୁ କଳାକନା ବୁଲେଇ ନେଇ ଆସିବ। ଠାକୁର ଆଣିବା ସହିତ ସୁନା ରୂପା ଗହଣା ଗାଣ୍ଠି ସବୁ ନେଇ ଆସିବ। ହେଲେ ଏପଟେ ବିଜୟକୁ ଦେଖ, ମହାପ୍ରଭୁଙ୍କୁ ଚାହିଁ ଭାବ ବିହଳିତ ହୋଇପଡ଼ିଲା। ଆଉ ମଣିମାଙ୍କର ସେଇ ଅଳଙ୍କାର ଉପରେ ତାର ଆଦୌ ଧ୍ୟାନ ହିଁ ନଥାଏ। ଚକା ଆଖିରେ ତ ଆଖି ମିଶିଗଲା, ଆଉ ବା ଆଖି କୁଆଡ଼େ ପଡ଼ିବ? ପୁଣି ମନକୁ ଆସିଲା, ମା କୁହେ, ତୁମେ କୁଆଡ଼େ ଗରିବର ଡାକ ଶୁଣ। କେତେ ପାପି ତପି ତୁମକୁ ଡାକି ଉଦ୍ଧାର ପାଇଯାଇଛନ୍ତି। ଆଉ ଭକ୍ତମାନେ ନିତି ତୁମକୁ ପୂଜା କରିବାକୁ ଆସନ୍ତି, ତାଙ୍କ ଗୁହାରି ଜଣାନ୍ତି। କିଏ ସୁଖ ଜଣାଏ ତ କିଏ ଦୁଃଖ। ମୁଁ ତ କେବେ ଆସିନି ତୁମ ପାଖକୁ। ଆଉ ଯଦି ତୁମକୁ ମୁଁ ଚୋରେଇ ନେବି ନା, ସେମାନେ ଦୁଃଖ ଜଣାଇବେ କାହାକୁ? କାହା ଆଗରେ ଗୁହାରି କରିବେ?
କିଏ ତାଙ୍କୁ ଉଦ୍ଧାର କରିବ? ନା ମଣିମା, ତୁମକୁ ଚୋରି କରିବାକୁ ମୋର ଆଦୌ ଇଚ୍ଛା ହଉନି। ମୋର ହାତ ଗୋଡ଼ ପଛେ କଟିଯାଉ, ମୁଁ ମରିଯାଏ ପଛେ, ତୁମକୁ ମୁଁ ଚୋରି କରିବିନି। ଏଇ କଥା ଭାବି ବିଜୟ ସେଦିନ ପରିବର୍ତ୍ତନ ହୋଇଗଲା। ଆଉ ମହାପ୍ରଭୁଙ୍କୁ କହିଲା, ସାଆନ୍ତେ, ଶେଷ ଥର ପାଇଁ କଥାଟିଏ କହିବି, ରଖିବେ? ଜାଣିନି ଆଉ ମୁଁ ଏଠୁ ଫେରିଲେ ବଞ୍ଚିବି କି ମରିବି। ମୋ ପରିବାର ତୁମକୁ ଲାଗିଲା ସାଆନ୍ତେ, ତାଙ୍କୁ ଟିକେ ତମର ସେ ଚକାଚକା ଆଖିରେ ଅନେଇଥିବ, ତାଙ୍କ ଅସୁବିଧାରେ ଟିକେ ସାହା ହେଉଥିବ। ମୁଁ ଏବେ ଆସୁଛି ସାଆନ୍ତେ, ମୁଁ ତୁମକୁ ନେବି ନାହିଁ, ଖାଲି ହାତରେ ଫେରି ଯାଉଛି। ଜମିଦାର ଯାହା କରିବ ପଛେ କରୁ। ଏଇ କଥା ଭାବି ବିଜୟ ଯେତେବେଳେ ଘର ବାହୁଡ଼ା ହେଇଛି, ହଠାତ୍ ଏତିକି ବେଳେ ଆଶ୍ଚର୍ଯ୍ୟର ଘଟଣାଟିଏ ଘଟିଲା। ସେ କଳା ଠାକୁର କେମିତି ବା ସହିଥାନ୍ତେ ଭକ୍ତର ବେଦନାକୁ। ଚୋରଟିଏ ହଉ ପଛେ ତାଙ୍କରି ସାମ୍ନାରେ ପରିବର୍ତ୍ତନ ହେଇଗଲା। ଜୀବନରେ କେବେ ଚୋରି କରିବନି ବୋଲି କଥା ମଧ୍ୟ ଦେଇଥିଲା। ଆଉ ଯଦି ସେ ବଞ୍ଚିଯାଏ, କାମ କରିବ, ପୁଣି ଭଲ କାମ, ଖଟିବ। ହାତ ପାଇଛି, ଗୋଡ଼ ପାଇଛି ସେ, ଆଉ କେବେ ବି କାହାର ଧନ ଉପରେ ଆଖି ରଖିବନି କହିଲା। ଠାକୁରେ ଏମିତି ଏକ ଚମତ୍କାର ଘଟଣାଟିଏ ଘଟେଇଲେ ସେଠି। ଆଶ୍ଚର୍ଯ୍ୟର କଥା, ଯେଉଁ ମନ୍ଦିରଟା କିଟମିଟ ଅନ୍ଧାରରେ ଭରି ରହିଥିଲା, ହଠାତ୍ ଚାରିଆଡ଼ ଆଲୁଅର ସୁଅ ଛୁଟିଲା। ଏପଟେ ମଧୁଆ ଯେତେବେଳେ ଦେଖିଛି ଆଲୁଅ ଜଳିଛି, ସେ ଭାବିଲା ବୋଧେ କିଏ ଉଠି ପଡ଼ିଲେ। ସେ ଡିଆଁ ମାରି ଚାଲିଗଲା ସେଉଠୁ। ଏପଟେ ବିଜୟ ଦେଖୁଥାଏ ଚାରିଆଡ଼େ ଜଗନ୍ନାଥମୟ, ଛୋଟ ଛୋଟ ମୂର୍ତ୍ତି ସବୁ ସାଜସଜାରେ ଖିଲି ଖିଲି ହୋଇ ହସୁଥାନ୍ତି। ତାକୁ ସେଦିନ ଭାରି ଖୁସି ଲାଗିଲା, ଭାରି ଆନନ୍ଦ ଲାଗିଲା ତାକୁ। ଆଉ କିଛି ସମୟ ପାଇଁ ଠାକୁରଙ୍କ ଆଖିରୁ ତାର ଆଖି ଫେରିଲାନି। ସେ ଏଥର ନିୟମ କରିକି ଆଇଥିଲା କି ଠାକୁରଙ୍କୁ ଚୋରି କରି ଆଣିବ ବୋଲି। ଠାକୁରଙ୍କୁ ତ ନେଇପାରିବନି, ସେ କିନ୍ତୁ ମନେ ମନେ ସ୍ଥିର କଲା, ହଁ, ଏଇ ଛୋଟ ଛୋଟ ମୂର୍ତ୍ତିରୁ ଗୋଟିଏ ମୂର୍ତ୍ତି ନେଇଯିବି ସେ ଜମିଦାର ପାଇଁ, ତେଣିକି ଯାହା ହେଲେ ହବ। ଏଇ କଥା ଭାବି ସେଇଥିରୁ ଗୋଟିଏ ମୂର୍ତ୍ତି ଧରି ବାହାରି ଆସିଲା ସେ ମନ୍ଦିର ଭିତରୁ। ଆଉ କିଛି ବି ଆଣିଲାନି, ନା ଟଙ୍କା ପଇସା, ନା ସୁନା ରୂପା, ନା ହୀରା ନୀଳା, କିଛି ବି ଆଣିଲାନି। ସତରେ ମଣିମା, ତୁମ ପାଖରେ କି ଯାଦୁ ଅଛି କେଜାଣି? ଚୋରଟିଏକୁ ଯେ ଏମିତି ପରିବର୍ତ୍ତନ କରିଦେବ, ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିଲେ। ଆସିଲା ବେଳେ ଭାରି କାନ୍ଦ ଲାଗୁଥାଏ ବିଜୟକୁ। ଜମିଦାର ଯେଉଁ ଲାଗି ଲୋକ, ତା କଥା ମୁଁ ରଖିପାରିଲିନି, ସାଆନ୍ତଙ୍କୁ ଆଣିପାରିଲିନି। ମୋ ହାତ ଗୋଡ଼ କାଟିଦେବ, ହୁଏତ ଜୀବନରୁ ମାରିଦେବ ସିଏ। ସାଆନ୍ତେ, ତମେ ଟିକେ ସାହା ହୁଅ ମୋତେ। ଏପଟେ ଜମିଦାର ତ ଅନେଇ ବସିଥାଏ, କେତେବେଳେ ମଧୁଆ ଆଉ ବିଜୟ ଫେରିବେ, ଆଉ ସେ ଲକ୍ଷପତି ହବ। କିନ୍ତୁ ଧାଇଁ ଆସି ମଧୁଆ ଯାହା କହିଲା, ଜମିଦାର ବାବୁ ଡରିଗଲେ ସେଦିନ। ବୁଝିଲ ବାବୁ, ଆଲୁଅ ଜଳିଲା, ସମସ୍ତେ ଉଠି ପଡ଼ିଲେ, ବୋଧେ ବିଜୟଟା ଧରା ପଡ଼ିଗଲା, ତାର ଜୀବନ ଚାଲିଯିବ। ସାଆନ୍ତେ କିନ୍ତୁ କହୁଥାନ୍ତି, ହାୟରେ ବିଧାତା, ଏସବୁ କ'ଣ ହେଇଗଲା? ଦରକାର ନାହିଁ ମୋର ଟଙ୍କା ପଇସା, ଦରକାର ନାହିଁ ସେ ହୀରା ନୀଳା, ଯେମିତି ଅଛି ଭଲରେ ଅଛି ମୁଁ। ବିଚରା ଧାନ ଦିଗଣି ଚୋରି କରିଥିଲା, ଏତେ ବଡ଼ ଦଣ୍ଡ ଦେଇଦେଲି। ଡର କିନ୍ତୁ ସେଥିପାଇଁ ନଥାଏ, ଡର ଏଇଥିପାଇଁ ଥାଏ, ଯଦି ଧରା ପଡ଼ି ବିଜୟ ଜୀବନ ଚାଲିଯାଏ, ଆଉ କହୁ କହୁ ଯଦି ଜମିଦାରଙ୍କ ନାଁ କହିଦିଏ ନା, ସବୁ ମାନ ସମ୍ମାନ ତଳେ ପଡ଼ିଯିବ, ବାପ ଅଜାଙ୍କ କୂଳ ବେଶ ବି ବୁଡ଼ିଯିବ। ଏଇ କଥାକୁ ନେଇ ଭାରି ଡରୁଥାନ୍ତି ସେଦିନ ଜମିଦାର। କାହିଁକି କେଜାଣି ଭାରି ମନେ ହେଲା ସେ ମହାପ୍ରଭୁଙ୍କ ପାଖରେ ହାତ ଯୋଡ଼ିବା ପାଇଁ। ସାଆନ୍ତେ, କ୍ଷମା କରିବେ ମୋତେ, ଦରକାର ନାହିଁ ଏ ଜମିଦାରୀ, ଦରକାର ନାହିଁ ମୋର ଲକ୍ଷପତି ବନିବା, ଦରକାର ନାହିଁ ଏ ମାନ ସମ୍ମାନ, ସରଳ ଜୀବନଟିଏ ଚାହେଁ। ଏଇଥରକ କ୍ଷମା କରିଦିଅନ୍ତୁ, କେମିତି ଭଲରେ ଭଲରେ ମୁକୁଳେଇ ଦିଅନ୍ତୁ ବିଜୟକୁ। ସତରେ ଜମିଦାରର ଏମିତିକା ପରିବର୍ତ୍ତନ ସେଦିନ ଆଶ୍ଚର୍ଯ୍ୟ କରିଥିଲା ସମସ୍ତଙ୍କୁ। କିନ୍ତୁ ଖଣ୍ଡେ ଦୂରରୁ ଜମିଦାର ଦେଖୁଥାଏ ବିଜୟ ଆସିଛି, ଆଉ ତା ହାତରେ ସେ ମହାପ୍ରଭୁଙ୍କର ଛୋଟ ମୂର୍ତ୍ତିଟିଏ ଖିଲି ଖିଲି ହସି ହସିକା ଆସୁଛି। ବିଜୟର କିନ୍ତୁ ଭାରି ମନ ଦୁଃଖ, କାହିଁକିନା ସେ ଦଣ୍ଡ ପାଇବ। କିନ୍ତୁ ଜମିଦାର ବାବୁ ଧାଇଁଗଲେ ବିଜୟ ପାଖକୁ, ଆଉ ବିଜୟର ପାଦ ତଳେ ପଡ଼ିଯାଇ କହିଲେ, ବିଜୁରେ, ମୋତେ କ୍ଷମା କରିଦେ। ଏମିତିକା ଘଟଣା ଦେଖି ଏପଟେ ମଧୁଆର ହୋସ୍ ଉଡ଼ିବା ଉପରେ। ଆରେ ଏମିତି କେମିତି ହେଲା? ଯେଉଁ ଜମିଦାରଟା ଅସୁରକ୍ଷା ଆଖିରେ ଚାହେଁ, ସେ ପୁଣି ଜଣଙ୍କ ପାଦ ତଳେ? ନା, ସ୍ୱପ୍ନ ଦେଖୁନି ତ ମୁଁ। କିନ୍ତୁ ସତରେ ଜମିଦାର ବାବୁଙ୍କର ଏମିତିକା ପରିବର୍ତ୍ତନ ଦେଖି ବିଜୟ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲା। ମନ ଭିତରେ ସେ ମହାପ୍ରଭୁଙ୍କୁ ଧନ୍ୟବାଦ ଦେଉଥାଏ। କୋଟି କୋଟି ମୁଣ୍ଡିଆ ସାଆନ୍ତେ, ମୋର ଆଜି ଜୀବନ ରଖିଥିବାରୁ। ସାଆନ୍ତେ ପୁଣି କହୁଥାନ୍ତି, ଆରେ ଏ ମୂର୍ତ୍ତିଟା ଆଣିଲୁ କୋଉଠୁ? ବିଜୟ କହୁଥାଏ, ମୁଁ ମନ୍ଦିର ଭିତରକୁ ଗଲା ପରେ
ଯୁଆଡ଼େ ବି ଚାହିଁଲି ସବୁଆଡ଼େ ସେଇ କଳାମଣିମାଙ୍କୁ ଦେଖିଲି। ଆଉ ଭାରି ସୁନ୍ଦର ସୁନ୍ଦର ମୂର୍ତ୍ତି ମଧ୍ୟ ଅଛି। ଭାବିଲି ଗୋଟିଏ ଆପଣଙ୍କ ପାଇଁ ନେଇଯିବି। ଆଜି ତ ମୋର ଶେଷ ଦିନ ନା। ମଧୁଆ କିନ୍ତୁ କହୁଥାଏ, ନା, ଇଏ ମିଛ କହୁଛି ସାନ୍ତେ। ମୁଁ ଜାଣିବାରେ ସେ ଗାଁ ମନ୍ଦିରରେ ସେଇ ଶଙ୍ଖ ମଲମଲ ପଥରରେ ତିଆରି ହୀରା ନୀଳାରେ ଖଞ୍ଜି ହୋଇଥିବା ଦାରୁଦିଅଙ୍କ ଛଡ଼ା ଆଉ ଗୋଟିଏ ହେଲେ ବି ମୂର୍ତ୍ତି ସେ ମନ୍ଦିରରେ ନାହିଁ। ଇଏ ଆଣିଲା କୋଉଠୁ? ଜମିଦାର କିନ୍ତୁ ସବୁ ବୁଝିଗଲେ ସେଦିନ କି ମହାପ୍ରଭୁ ଚାହାନ୍ତି ମୋର ପରିବର୍ତ୍ତନ। ହଁ, ଯେହେତୁ ଚୋରି କରିବା ପାଇଁ ମୁଁ ତାକୁ ପଠାଇଥିଲି, ପ୍ରକୃତରେ ଦୋଷୀ ସିଏ ନୁହଁ, ଦୋଷୀ ହେଉଛି ମୁଁ, ଯିଏକି ଚୋରି କରିବା ପାଇଁ ବାଧ୍ୟ କରିଥିଲି ଲୋଭରେ ପଡ଼ି। ସାନ୍ତେ, କ୍ଷମା କରନ୍ତୁ ମୋତେ। କଥା ଦଉଛି ଆଉ ଜୀବନରେ କେବେ ବି ଏମିତି ଭୁଲ କରିବିନି। ଜମିଦାରୀ ଚାଲିଯାଉ ପଛେ ମୋର। ଜମିଦାର ବାବୁ ସେଦିନ ପରିବର୍ତ୍ତନ ହୋଇଗଲେ ଆଉ ବିଜୟକୁ କୋଳେଇ ନେଇଥିଲେ ଘରକୁ। କେତେ ଧନରତ୍ନ ଦାନ କରିବାକୁ ବସିଥିଲେ। ବିଜୟ କିନ୍ତୁ ହାତ ଯୋଡ଼ି ଦେଇ ରୋକଠୋକ ମନା କରିଦେଲା। ମଣିମା କହିଛନ୍ତି, ହାତ ଯୋଡ଼େ ଦେଇଛନ୍ତି, ପାଦ ଦୁଟା ଦେଇଛନ୍ତି, ଖଟିବି, ଖାଇବି, ଆଉ ମୋର ପରିବାର ଚଳେଇବି। ବାରେ ବିଜୟ, ଆଜି ତୁ ମୋର ଆଖି ଖୋଲିଦେଲୁ। ଜାଣିଛୁ, ତୋଠାରୁ ଏଇଟା ହିଁ ଆଶା କରୁଥିଲି ମୁଁ। ଆଉ ମୋ ମହାପ୍ରଭୁ, ସିଏ ତ ମୋତେ ଅସୁରରୁ ମଣିଷଟିଏ କରିଦେଇଛନ୍ତି। ସେବେଠାରୁ ସେ ଜମିଦାରଙ୍କ ଘରେ ମହାପ୍ରଭୁଙ୍କର ମୂର୍ତ୍ତିଟା ପୂଜା ପାଇଲା। ଆଉ ଜମିଦାର ବାବୁ ଗରିବ ଗୁରୁବାଙ୍କୁ ସାହାଯ୍ୟ କଲେ। ଏପଟେ ବିଜୟ ଯେତେବେଳେ ଏତକ ସବୁ କଥା ଆସି ଘରେ କହିଛି, ତାର ସ୍ତ୍ରୀ ସେ ମହାପ୍ରଭୁଙ୍କ ଫଟୋକୁ ଚାହିଁ ବହେ କାନ୍ଦିଲା ସେଦିନ। କହୁଥାଏ, ସାନ୍ତେ, କ'ଣ କହିକି ଯେ ତୁମକୁ ଧନ୍ୟବାଦ ଦେବି ତାହା ମୁଁ ଜାଣିନି। ହେଲେ ଇଏ ଦୁଃଖିନୀ ଭକ୍ତଟିର ଶଙ୍ଖା ସିନ୍ଦୁରକୁ ବଜ୍ର କରିଛନ୍ତି ଆପଣ। ହଁ ମଣିମା, ତୁମ କରୁଣା ଅପାର। ଆଉ ସବୁଠାରୁ ବଡ଼ କଥା ହେଉଛି, ତମେ ମୋ ସ୍ୱାମୀଙ୍କୁ ବାଟକୁ ଆଣିଛନ୍ତି। ସେ ଏବେ ପରିଶ୍ରମ କରୁଛନ୍ତି, ଆମ ପରିବାର ଚଳାଉଛନ୍ତି। ଭାରି ଖୁସି ଲାଗୁଛି। ବାରେ ମନୁଆ ଠାକୁର, ତୁମକୁ ଯିଏ ଯେମିତି ଡାକିଛି, ଯେଉଁ ମୁହୂର୍ତ୍ତରେ ଡାକିଛି, ଯେଉଁ ପରିସ୍ଥିତିରେ ଡାକିଛି, ତୁମେ ତାକୁ ସାହା ହେଇଛ। ନମସ୍କାର। ମହାପ୍ରଭୁଙ୍କର ଛୋଟ ଭିଡ଼ିଓଟିଏ। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ରହିଥାଏ କ୍ଷମା କରିବାକୁ ଅନୁରୋଧ। ଜୟ ଶ୍ରୀ ଜଗନ୍ନାଥ।